ସୁଭଦ୍ରା ଯୋଜନାକୁ ନେଇ ଆସିଲା ଆଉ ଏକ ଖୁସି ଖବର। ଯେଉଁମାନେ 5,000 ଟଙ୍କା ପାଇଛନ୍ତି ସେମାନେ ପୁଣି ମଧ୍ୟ 500 ଟଙ୍କା ପାଇପାରିବେ। ଏହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ ଖବରଟିକୁ ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ ସହ ଯୋଡ଼ି ରହିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏହିଭଳି ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୁଭଦ୍ରା ଯୋଜନାରେ ମିଳିବ 500 ଟଙ୍କାର ବୋନସ୍। ଏନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ମଧ୍ୟ କହିଛନ୍ତି। ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଭାତୀ ପରିଡ଼ା କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥରାଶି ଡିଜିଟାଲ ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍ ଟଙ୍କା ମିଳିବ। ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାରେ ସାଧାରଣ ଜନତାକୁ ଆଶ୍ୱସ୍ତ କରି କହିଛନ୍ତି, ସୁଭଦ୍ରା ଯୋଜନାରେ ଆକାଉଣ୍ଟରେ ଯାଇଥିବା ଟଙ୍କା ଆପଣମାନଙ୍କର। ସରକାର ତା ଉପରେ କୌଣସି ସୁଧ ନେବେ ନାହିଁ କି ସେ ଟଙ୍କା ଫେରେଇ ନେବେ ନାହିଁ। କିଛି ଭ୍ରମିତ ଖବର ପାଇ ଚକିତ ହୁଅନ୍ତୁ ନାହିଁ। ଯାହା ଆପଣ ଆକାଉଣ୍ଟକୁ ଯାଇଛି ଯେତେବେଳେ ଚାହିଁବେ ସେତେବେଳେ ସେହି ଟଙ୍କା ଖର୍ଚ୍ଚ କରିପାରିବେ। ଟଙ୍କା ଡିଜିଟାଲ ଖର୍ଚ୍ଚ କଲେ ଆଉ 500 ଟଙ୍କା ବୋନସ୍ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି। ପ୍ରାୟ 25,11,000 ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି। ଏହି ଅର୍ଥ ମହିଳାଙ୍କ ନିଜସ୍ୱ ଯେଉଁଭଳି ଚାହିଁବେ ସେହିଭଳି ଖର୍ଚ୍ଚ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏବେ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିକାଶ ହେବ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟର ବିକାଶ ମୂଳମନ୍ତ୍ର। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶା ପରିଣତ କରିବେ ବୋଲି ଜନତା ମଇଦାନରେ ମଙ୍ଗଳବାର ନିଜ ଜନ୍ମଦିନରେ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାରେ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।